ସାର୍ ମୋ ନାଁ ଜୟପ୍ରକାଶ ରାଉତ ଆଉ ମୁଁ ଜେସି ଅଣ୍ଡରରେ ବିଇଡି କରିଥିଲି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିରେ। ଆଉ ଆମର କଲେଜ ସେଭେନ୍ ହିଲ୍ସ କଲେଜ ପଡ଼ିଥିଲା। ଆଉ ଏଠିକାର ଭ୍ୟୁ ବହୁତ ଭଲ ହେଲା। ସମସ୍ତେ ବି ଆମ ଜେସିରେ ଆଡମିସନ କରନ୍ତୁ କାରଣ ଟିଚର ମାନେ ବହୁତ କୋଅପରେଟିଭ ଆଉ ପୁରା ଫ୍ରେଣ୍ଡଲି। ତାପରେ ଆମର ଟିଚିଂ ଆଜି ଥିଲା, ଆମେ ଟିଚିଂ ଦେବାକୁ ଆସିଥିଲୁ। ଟିଚିଂରେ ବହୁତ ମଜା ହେଲା। ଯେମିତି ବି ପିଲାମାନେ ଭାବୁଛନ୍ତି ଯେ ଟିଚିଂଟା ବହୁତ କଷ୍ଟ ହବ, ଟିଚିଂ ଜମା ବି କଷ୍ଟ ନୁହଁ, ପୁରା ଇଜି। ତମ ମନରୁ ଯାହା ବି ତମେ ପ୍ରିପେୟାର ହେଇକି ଆସିବ ପଢ଼େଇବ ହେଲା। ଷ୍ଟୁଡେଣ୍ଟ ମାନେ ବି କୋଶ୍ଚିନ୍ କରିବେ, ତେଣୁ ସେଥିପ୍ରତି କିଛି ମାନେ ବ୍ୟସ୍ତ ହବ ନାହିଁ। ଯେହେତୁ ଖାଲି ଗୋଟିଏ ଲୋକାଲ ଲାଙ୍ଗୁଏଜ ବ୍ୟାରିୟର ଯାହା ବି ରହିବ ସେଇଟା ଆପଣ ଯେହେତୁ ଆପଣଙ୍କ ତ ଇଂଲିଶରେ ଆପଣ ଦେଉଛନ୍ତି ନା, ତେଣୁ କିଛି ବି ଅସୁବିଧା ହବନି। କମନ ଇଂଲିଶ ଅଣ୍ଡରଷ୍ଟାଣ୍ଡିଂ ଯଦି ଥିବ ତାହେଲେ ଷ୍ଟୁଡେଣ୍ଟ ମାନଙ୍କୁ ବି ଆପଣ ଭଲ ଭାବେ ବୁଝେଇ ପାରିବେ। ଆଉ ଆମର ତ ପିଲାମାନେ ବି ବହୁତ, ଆମ ବ୍ୟାଚର ବହୁତ କୋଅପରେଟିଭ। ଆମର ପବନର ସର ଯାଜପୁରରୁ ପିଲାମାନେ ଆସିଥିଲେ ଆଉ ସିଏ ପୁରା ଉଡଉଛନ୍ତି। ଆଉ ଆଉ ଏଥରକ ଆମେ ଆମ ବଡ ବାପାଙ୍କୁ ବହୁତ ମିସ୍ କରୁଛୁ ହେଲା। ତାପରେ ଆମର ସବୁ ପିଲା ବହୁତ ଭଲ। ଆମେ ବି ଗୋଟେ ବଢିଆ ହୋଟେଲରେ ବି ସାର୍ ଆମକୁ ଆଣିକି ରଖିଛନ୍ତି। ଆଉ ଆମର ରୋଷେଇଆ ବି ଆସୁଛନ୍ତି ରୋଷେଇ କରିବାକୁ। ଦ୍ୟାଟ୍ସ ଅଲ୍। ଥ୍ୟାଙ୍କ ୟୁ।